ସବୁଠାରୁ ସୁନ୍ଦର ଆମ ଗାଁ ଆମ ମାଟି। କାମ କରିବାକୁ ନିଜ ଗାଁ ଛାଡ଼ି ଚାଲିଗଲେ ବି ଭାବର ଦୌଡ଼ିରେ ମନଟି ବନ୍ଦୀ ହୋଇ ରହିଥାଏ ନିଜ ମାଟିରେ। ସହରର ଚାକଚକ୍ୟ ଦୁନିଆରେ ମନ ଖୋଜୁଥାଏ ଗାଁ ମାଟିର ଧୂଳି ପବନକୁ, ସୁନ୍ଦରତାର ଦୃଶ୍ୟକୁ। ମା ଲକ୍ଷ୍ମୀଙ୍କ ହାଣ୍ଡିରୁ ଯେତେ ଅନ୍ନ କାଢ଼ିଲେ ବି ସରେ ନାହିଁ। ଠିକ୍ ସେହିପରି ଆମ କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେତେ ଦେଖିଲେ ବି ମନ ଭରେ ନାହିଁ। ଏଠାକାର ଆଦିବାସୀ ସଂସ୍କୃତି ପରମ୍ପରା ଆହୁରି ମନଲୋଭା। ଭାଇଚାରାର ଉଦାହରଣ ଦେଖିବାକୁ ମିଳେ ଏଇଠି। ଆଜି ଏହି ଆଦିବାସୀ ସଂସ୍କୃତି ଓ ପରମ୍ପରାର ଏକ ଉଦାହରଣ ଦେଖିବାକୁ ବାହାରିଥିଲୁ ଆମେ। ଜୟପୁରଠାରୁ 17 କିଲୋମିଟର ଦୂର ଜୟନ୍ତୀଗିରି। ସୁନ୍ଦର ଗାଁଟି, କିନ୍ତୁ ସେଦିନ ଆହୁରି ସୁନ୍ଦର ଭାବରେ ସଜେଇ ହେଇଥିଲା ସେଇ ଗାଁଟି। ନିଆରା ଢଙ୍ଗରେ ଏହି ଗାଁର ମାଟି ପାଣି ପବନ ବି ନିଜର ଖୁସି ଜାହିର କରୁଛନ୍ତି ବୋଲି ଅନୁଭବ ହେଉଥିଲା। କାହିଁକି ନା ଦୀର୍ଘ 9 ବର୍ଷ ପରେ ଗାଁବାସୀ ବାଲିଯାତ୍ରା ପାଳନ କରୁଥିଲେ। ଆମେ ବି ଏହି ଉତ୍ସବରେ ସାମିଲ ହେବା ପାଇଁ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲୁ। ଗାଁ ଯିବା ରାସ୍ତା କଳରେ ଦୋକାନ ବଜାର ବସିଥିଲା। ଗାଁ ମୁଣ୍ଡରେ ପ୍ରବେଶ କରି କିଛି ବାଟ ଗଲା ପରେ ଦେବୀ ମାଙ୍କ ମନ୍ଦିରରେ ମାଙ୍କ ଆଶୀର୍ବାଦ ନେଇ ଆଗକୁ ବଢ଼ି ଚାଲିଲୁ ବାଲିଘର ଦେଖିବା ପାଇଁ। ଆଦିବାସୀ ପରମ୍ପରା ଏବଂ ଭାଇଚାରା ଦେଖିବାକୁ ମିଳିଥିଲା ଏହି ବାଲିଯାତ୍ରାରେ। କେବଳ ଗାଁ ଲୋକ ନୁହନ୍ତି, ଗାଁର ପ୍ରତ୍ୟେକ ଘର ନିଜର ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରିଥିଲେ ଏହି ବାଲିଯାତ୍ରା ଦେଖିବାକୁ। ସବୁ ଘରେ ଭିଡ଼ ଜମିଥିଲା। ଏମିତି ଲାଗୁଥିଲା ଯେମିତି ସବୁ ଘରେ ଭୋଜିର ଆୟୋଜନ ଚାଲିଛି। କାହିଁକି ବା ନହେବ ଯେ, ଦୀର୍ଘ 9 ବର୍ଷ ପରେ ପ୍ରାୟ ଏହି ଗାଁ ବାଲିଯାତ୍ରା ପାଳନ କରୁଥିଲେ। ମୋ ନାଁ ରମେଶ ଚନ୍ଦ୍ର ପାତ୍ର, ଜୟନ୍ତୀଗିରି ବାସିନ୍ଦା। ବାଲିଯାତ୍ରା ଉତ୍ସବରେ ଯୋଗଦାନ ଆସିଛି, ଆଉ ବହୁତ ଭଲ ଲାଗୁଛି। ପୁରୁଣା କଥା ମନେ ପଡ଼ୁଛି। 10 ବର୍ଷ 12 ବର୍ଷ ଥରେ ଏ ଯାତ୍ରା ହୁଏ, ବହୁତ ଆନନ୍ଦ ଉତ୍ସବରେ ହୁଏ। ଏଇଟା ହେଉଛି ନାୟକ ଘର, ଗାଁର ମୁଖିଆ, ଏମାନେ ହିଁ କଣ୍ଡକ୍ଟ କରନ୍ତି। ପୁରୁଣା ସ୍ମୃତି ମାନେ ଆଗରୁ ବାଲିଯାତ୍ରା ଉତ୍ସବ ଗାଁର ମୁଖ୍ୟ ପର୍ବ ଥିଲା। ନାୟକ ଫ୍ୟାମିଲି ତାକୁ କଣ୍ଡକ୍ଟ କରୁଥିଲେ, ଏବେ ମଧ୍ୟ ସେମାନେ କରୁଛନ୍ତି। ନାୟକର ବୁଢ଼ା ଥିଲେ ଦାମୋଦର ନାୟକ, ଯିଏକି ସବୁଠୁ ଓଲ୍ଡ ମ୍ୟାନ୍। ଦାମୋଦର ନାୟକର 3 ଭାଇ, ସେ 3 ଭାଇ ଏଇ ବାଉଣ୍ଡରୀ ଭିତରେ ରହୁଥିଲେ। ଏବେ ତାଙ୍କ ପିଲାମାନେ, ତାଙ୍କ ନାତିମାନେ ଏଇଟା କଣ୍ଡକ୍ଟ କରୁଛନ୍ତି। ବହୁତ ଖୁସି ଲାଗିଲା। ବର୍ତ୍ତମାନ ଯେଉଁ ବାଦ୍ୟ ବାଜିବ ବାଲିଯାତ୍ରାର ମୁଖ୍ୟ ବାଦ୍ୟ, ସେଇ ବାଦ୍ୟରେ ହିଁ ଗାଁ ଦାଣ୍ଡ ଉଠୁଥିଲା ପଡ଼ୁଥିଲା। ଟାମକା 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 କହୁଛନ୍ତି, ସେଟା ବି ବାଜିବ। ଆଉ କିଛି ସମୟ ପରେ ଆରମ୍ଭ ହେବ, ସନ୍ଧ୍ୟା ପର୍ଯ୍ୟନ୍ତ ବାଜିବ। ସେଇ ଗୋଟେ ବାଜାର ହିଁ ଚାଲିଥିଲା। ଏଇ ଡାକବାଜି ଯତ ନଥିଲା, ଲାଇଟ୍ ଆରେଞ୍ଜମେଣ୍ଟ ନଥିଲା। ଦୀପ ପେଟ୍ରୋଲ ମାକ୍ସରେ କାମ ଚାଲିଥିଲା। ପ୍ରସେସନ ବି ପେଟ୍ରୋଲ ମାକ୍ସରେ ଯାଉଥିଲା। ଯାତ୍ରା ଏଠୁ ପ୍ରାୟ 1 କିଲୋମିଟର ଯିବ। 1 କିଲୋମିଟର ଠାକୁରାଣୀ ଯାତ୍ରା ଗଲା ପରେ ସେଠି ଗୋଟେ ବାହାଘର ହେବ। ସେ ବାହାଘରରେ କର୍ତ୍ତା କର୍ତ୍ତି ଜଣ ବାହାଘର ମେଣ୍ଟେନ୍ କରିବେ। ସେ କର୍ତ୍ତା ଯେକୌଣସି 2 ଜଣ ବସନ୍ତି, ୱାଇଫ୍ ଆଣ୍ଡ ହଜବେଣ୍ଡ। ଲାଷ୍ଟ ବାଲିଯାତ୍ରାରେ ମୋର
कजिन भाई आ भाउज बसते ना से जहाँ सिलेक्ट कले से बसती कर्ता होता है पूरा जमी आम बर कन्या आसती जमी बाहर हुए रीतिमत सेमती बेदी में बाहर हुए ये जो शिव विवाह जमी करती कन्या बर सेमती नुह ये पूरा अलग। हाँ हाँ मेला जात्रा नाच राति सारा चलो एबे भी चलो एबे भी नाच हम यहाँ राति सारा चलो भोर भोर ही कमिए। हाँ बासी यात्रा बंद धूमधाम प्राय 11टा 12टा संध्या पर्यंत बासी यात्रा भी चलो। ହଁ ବାଲିଯାତ୍ରା କୋରାପୁଟ ଜିଲ୍ଲାର କୃଷିଭିତ୍ତିକ ପର୍ବ। ଅତୀତର ପରମ୍ପରା ଅନୁଯାୟୀ ବାଲିଯାତ୍ରା ଆଜିର ଆଧୁନିକ ଯୁଗରେ ମଧ୍ୟ ପାଳନ କରାହୋଇ ଆସୁଛି। ମୁଁ ମନୋଜ କୁମାର ପାତ୍ର, ମୁଁ ପାଞ୍ଜାଗୁଡ଼ାର ବାସିନ୍ଦା। ଆମେ ସାଧାରଣତଃ ସମସ୍ତେ ଭାବିଥାଏ ଯେ ବାଲିଯାତ୍ରା ଯେଉଁ ହେଉଛି କଟକ ଭୁବନେଶ୍ୱରରେ ସେଇ ବାଲିଯାତ୍ରା ଏଠି ହୁଏ ବୋଲି, କିନ୍ତୁ ନୁହେଁ। ସେ ପରମ୍ପରା ଅଲଗା, କୋରାପୁଟ ଜିଲ୍ଲାର ବାଲିଯାତ୍ରାର ପରମ୍ପରା ଅଲଗା ପୁରା। ଏଇ କୋରାପୁଟ ଜିଲ୍ଲାର ଯେଉଁ ଅଧିବାସୀମାନେ ରହନ୍ତି, ଆଦିବାସୀ କୁହନ୍ତୁ, ଅଣ ଆଦିବାସୀ କୁହନ୍ତୁ କି ବିଭିନ୍ନ ପ୍ରକାର ଯେଉଁ ଜାତି ବସବାସ କରନ୍ତି, ସେମାନେ ସମସ୍ତେ ମିଶିକିରି ଏଇ ବାଲିଯାତ୍ରାଟା କରିଥାନ୍ତି। ଏଇ ବାଲିଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ଏଇଟା ଗୋଟେ କୃଷିଭିତ୍ତିକ ବାଲିଯାତ୍ରା। କୃଷିଭିତ୍ତିକ ବାଲିଯାତ୍ରା ମାନେ କ'ଣ? ଏଇ ବାଲିଯାତ୍ରାରେ ଆମର ମେନଲି ବିଭିନ୍ନ ପ୍ରକାର ବିହନ ଗଜା କରାଯାଇଥାଏ। ଗଜା କଲା ପରେ ସେଇ ଗଜା କେମିତି ହେଲା, କେତେ ସୁସ୍ଥ ସବଳ ହେଲା, କ'ଣ ହେଲା, ସେଇ ଭିତରେ ଆମେ ଜାଣିଥାଉ ଯେ ଆମର ଏ ବର୍ଷ ଫସଲ କେମିତି ହେବ, କିମ୍ବା ଆସନ୍ତା 5 ବର୍ଷ ଯେତେଦିନକୁ ଆମେ ବାଲି କରେ ସେତେଦିନ କେମିତି ଚାଷବାସ କେମିତି ହେବ, ଅମଳ କେମିତି ହେବ, ସେଇ ସବୁ ବିଷୟରେ ଆମର ଧାରଣା ଆସିଥାଏ। ବାଲିଯାତ୍ରାଟା 3 ମାସ ଆଗରୁ ଆରମ୍ଭ ହୋଇଯାଏ। 3 ମାସ ଆଗରୁ କେମିତି ଆରମ୍ଭ ହୁଏ? ଗୋଟେ ଗାଁର ଯେଉଁ ଡିସାରି ଥାଏ, ସେ ଡିସାରି ସେ ଗୋଟେ ପ୍ରସ୍ତାବ ଦିଏ, ଗୋଟେ ପୂଜାପାତି କରି ଗାଁର ହୁଣ୍ଡିରେ ପ୍ରସ୍ତାବ ଦିଏ ଯେ ଆମର ଗୋଟେ ଗୁରୁମାଇ ଦରକାର ଅଛି। ସେମାନେ ଗୁରୁମାଇକୁ ଖୋଜନ୍ତି। ଗୁରୁମାଇ କେମିତି ଖୋଜିବେ? ଯେ ସେଟା ଗୋଟେ ସ୍ୱପ୍ନ ଆଦେଶ ହେବ, ସେ ଅମୁକା ଜାଗାରେ ଗୁରୁମାଇ ଅଛି, ସିଏ ଆସିଲେ ସେ ବାଲିଯାତ୍ରା ଆରମ୍ଭ ହେବ ବୋଲି ଗୋଟେ ସ୍ୱପ୍ନ ହୁଏ। ସ୍ୱପ୍ନ ହେଲା ପରେ ସିଏ ବାଲିଯାତ୍ରା ପାଇଁ ଗୁରୁମାଇ ଖୋଜିଲା ପରେ ସେମାନେ ଖୋଜିବାକୁ ଯାଆନ୍ତି। ଖୋଜିଲା ପରେ ସେ ଗୁରୁମାଇ ଆସିକି ପୂଜାପାତି ଷ୍ଟାର୍ଟ କରେ। ପୂଜାପାତି ଷ୍ଟାର୍ଟ କଲା ପରେ ସେଠୁ ବାଲିଯାତ୍ରା ଆରମ୍ଭ ହେଲା ବୋଲି ବିବେଚନା କରାଯାଏ। এইটা ଗୋଟେ 3 ମାସ ଆଗରୁ ଯେଉଁଦିନ ଆମର ବାଲିଯାତ୍ରା ହେବ ତାର 3 ମାସ ଆଗରୁ এই ପ୍ରୋସେସଟା କରାଯାଏ। ସେ ଯେଉଁ ଗୁରୁମାଇ এই 3 ମାସ ପର୍ଯ୍ୟନ୍ତ ପ୍ରତିଦିନ ସେ ପୂଜାପାତି କରେ। ସେ ତାର ଧୂପ ଧୁଆ ସବୁ କରିକି ସେ ଭଗବାନମାନଙ୍କୁ ମନାଏ। এই ଭିତରେ ସପ୍ତାହକୁ 2 ବାର, ଗୋଟେ ହେଉଛି ମଙ୍ଗଳବାର, ଗୋଟେ ହେଉଛି ଶୁକ୍ରବାର। এই 2 ବାରରେ ସାଧାରଣ ଭାବେ ଉପୁନ ବୋଲି ଗୋଟେ ଅଛି, ଉପୁନ କରନ୍ତି ଗାଁର ସବୁ ପିଲାମାନେ, ସବୁ ଭେଣ୍ଡିଆ ପିଲାମାନେ, ଯୁବକମାନେ, ଯୁବତୀମାନେ। ସେ ଉପୁନଟା ଆରମ୍ଭ ହୁଏ ଦିନ 2ରେ। ଦିନ 2ରେ ଆରମ୍ଭ ହେଇକିରି ରାତି 1-2ଟା ପର୍ଯ୍ୟନ୍ତ ସେ ଉପୁନ ଚାଲେ। ଉପୁନ ମାନେ କ'ଣ? ଏଇ ଦିନମାନଙ୍କରେ ଏଇ ଯେଉଁ ଆମର ବାଲି ବାଜା ବୋଲି ଗୋଟେ ଟାମକ ଥାଏ, ସେ ଟାମକ ମାନେ 50ରୁ 100ରୁ ଉର୍ଦ୍ଧ୍ୱ ବି ଟାମକ ହେଇଥାଏ ଗାଁ ଗାଁରେ। ସେ ଯେଉଁ ଟାମକ ବଜେଇ ବଜେଇକିରି ଏମାନେ ନାଚ କରନ୍ତି। ଯେଉଁମାନେ କି ସେ ଗାଁର ଲୋକ କିମ୍ବା ବାହାର ଗାଁରୁ ବି ଯିଏ ଆସିଥାଉ ସେମାନେ ବଜେଇ ବଜେଇ ନାଚ କରିଥାନ୍ତି। ଆଉ ଉତ୍ସବ ମୁଖର ଆକ୍ଚୁଆଲି ହେଇଯାଏ ସେ ଟାଇମ୍ରେ। ଆଉ ଏତିକି ଭିତରେ ଏଇ ଗୁରୁମାଇ କ'ଣ କରନ୍ତି, ଇଏ ପୂଜା ପାର୍ବଣ କରୁଥାନ୍ତି। ଆକୁ ଛାଡ଼ିକିରି ପ୍ରତ୍ୟେକ ଦିନ ବି ପୂଜାପାତି ହୁଏ, ଗୀତ ଗାନ ହୁଏ। ଆଉ ରାତିରେ କିଛି କିଛି ସମୟ ପାଇଁ ବାଜା ବାଜନା ବି କରାଯାଏ। ଆଉ ଯେତେବେଳେ ଆମର ବାଲିଯାତ୍ରା ଯେଉଁଦିନ ହେବ ସେଇ ଦିନରୁ 9 ଦିନ ପୂର୍ବରୁ 9 ଦିନ ପୂର୍ବରୁ ଗ୍ରାମବାସୀ କ'ଣ କରନ୍ତି, ଯାଇକିରି ପାଖ ଯେଉଁ ନଦୀ ଥାଏ, ନାଳ ଥାଏ, ସେଠୁ ବାଲି ଆଣନ୍ତି। ବାଲି ଆଣିକିରି 4-5 ଦିନ ଶୁଖାଇଲା ପରେ ସେ ବାଲିରେ ସେ ବିହନ ପକାନ୍ତି। ବିହନ କ'ଣ କ'ଣ ପକାନ୍ତି? ଧାନ, ମାଣ୍ଡିଆ, ସୁଆଁ, ବାଜରା, ଆମର ଯେଉଁ କାଙ୍ଗୁ, ଆଉ କୋଳଥ, ବିରି, ମୁଗ, ଏ ବିଭିନ୍ନ ପ୍ରକାର ବିହନ ସେ ବାଲିରେ ପକାଇକିରି ତାକୁ ଗଜା କରିବାର ପ୍ରୋସେସ୍ ଷ୍ଟାର୍ଟ ହୁଏ। ସେଟା କେବେ ହୁଏ? ଯେଉଁଦିନ ବାଲି ଆମେ ଆଣିଲୁ ନଦୀରୁ, ସେଦିନଠୁ 5 ଦିନ 4-5 ଦିନ ପରେ এই ପ୍ରୋସେସଟା ଷ୍ଟାର୍ଟ ହୁଏ। ଆଉ 4-5 ଦିନ ଭିତରେ ସେଟା ଗଜା ହେଇଯାଏ। ଗଜା ହେଲା ପରେ ଆମର ଯେଉଁ ବାଲିଘର ଗୋଟେ ଅଲଗା ଥାଏ, ବାଲି ପଡ଼ିଆ ଗୋଟେ ଅଲଗା ଥାଏ। ବାଲିଘର କେଉଁଠି? ଗାଁରେ ଯେଉଁ ହୁଣ୍ଡି ଦେବୀ ଥାଆନ୍ତି ସେଠି ବାଲିଘର ଥାଏ। ବାଲିଘରରେ ଏସବୁ ଗଜା କରାଯାଏ। ବାଲିଯାତ୍ରା ଦିନ ଏଇ ଯେଉଁ ବାଲି ଗଜା ଚାଙ୍ଗୁଡ଼ି ଗୁଡ଼ିକ, এই ଚାଙ୍ଗୁଡ଼ି ଗୁଡ଼ିକ ସମସ୍ତେ ଗାଁର ପିଲାମାନେ
ଝିଅମାନେ ପୁଅମାନେ ସମସ୍ତେ ମୁଣ୍ଡରେ ବୋହିକିରି ବାଲି ଭଟାକୁ ନିଅନ୍ତି। ପ୍ରତ୍ୟେକ ଗ୍ରାମରେ ଏକାଧିକ ଦେବାଦେବୀ ମନ୍ଦିର ରହିଛି। ଏହି ମନ୍ଦିର ଗୁଡ଼ିକକୁ ଗୁଡ଼ି କୁହାଯାଏ। ଠାକୁରାଣୀ ଗୁଡ଼ି, ଭୀମା ଗୁଡ଼ି, ଚାଉଁରିଆ ଗୁଡ଼ି, ଏହି ଗୁଡ଼ିମାନଙ୍କରେ କାଠ କିମ୍ବା ପଥର ନିର୍ମିତ ମୂର୍ତ୍ତିଗୁଡ଼ିକ ଲିଙ୍ଗ ରୂପରେ ପୂଜା ପାଇଥାନ୍ତି। ଦିଶାରୀ ଶୁଭ ଲଗ୍ନ ଦେଖି ତାରିଖ ନିର୍ଦ୍ଧାରଣ କରିଥାଏ ଏବଂ ଏହି କାର୍ଯ୍ୟ ପରିଚାଳନା ପାଇଁ ଗୁରୁମାଇଙ୍କୁ ଦାୟିତ୍ୱ ଦିଆଯାଇଥାଏ। ଗୁରୁମାଇଙ୍କୁ ଦେବୀ ଆଦେଶ କରି ଜଣାଇ ଦିଅନ୍ତି ଯେ ଭୀମା ସ୍ତମ୍ଭ କେଉଁ ଦିଗରେ ଏବଂ କେଉଁ ଗ୍ରାମରେ ରହିଛି। चार मास चालीगला बाबू, 4 मास चालीगला। कद्दू देवते, नड़िया देवते, घी देवते सब पूजा विधि नड़िया कद्दी सब 23 कोटी देवता सब पूजा देलु बाबू। हाँ हम गरे बर्ती देवी देवता तुम जंती लुंडा से सेंती मर देवी देवता सब कदली नड़िया घी चिको घी डबा फूल चंदन सब सामने पूजा विधि सब बालूरा पू आती मंगलवार रात पदा से नहीं की आती सब बालूरा पू आनबू आनी करी बसाइबू बुआइबू केते पूजा विधि सब दी करी फूल चंदन दी करी घी बुद्धि सब दी करी माखरू बोई करे आनी करी बसाई आज के 9 दिन के जीवाटा आज के 11 दिन के जाई कमला कमला नायक गुरमाणी नायक संध्या रे दीप दियंती आरती दियंती अरे देवा देवी करो गीत गाती। बाली भटा हूँ भीमा भीमाणी था। भीमा भीमाणी आमर जो आदिवासी परंपरार गोटे बड़ विश्वास जे भीमा भीमाणी होती आमर ये जगतर पितामाता से चाषर मूल लोक तेणु से संतुष्टि अच्छा से ठीक रे अच्छी तो आमको सब ठीक रही आम गोटे विश्वास अच्छी। तो ये जो भीमा भीमाणी पाखु से बाली भटा को नियंती बाली भटा को नेला सीटी कौन हुए ये जो गजा जाक होता है गुरुमाणी देखे सीटी पूजापाति हुए सबू सरला ये जो जी लोक से विराट यात्रा हुए नाट हुए तमाशा हुए बहुत कोटी कोटी तो मीना बजार बहुत बड़ उत्सव हुए से उत्सव रे जो माने पाख आख अंचल हजार हजार जो लोक उत्सवटा को मजा नेवाई आसती से भितर जो युवक युवती मान था से भितर युवक युवती समस्ते प्राय से बाली गजारू टिके टिके देइगिरी किबा कार मुंडरे खोचिगिरी आमे जेंति संगात करू से माने सेठी बाली फुल बांधती से दिन तो मते जने ना धरी डाके माने मु धरंतु कार संग बाली फुल हेली से मते ना धरी डाके माने संगात बेला से दिन संगात बेला हम डाकू ठीक सेमती से मते बाली फुल बोली से दिन तो लागिवो आ मु भी ताको बाली फुल बोली लागिवो एटा गोटे हमर जो संपर्क गोटे दर्शाउची बाली यात्रा रे जे हमको संपर्कटा केते निबिड़ करूची। बाली यात्रा सरला ता नेक्स्ट दिन भीमा भीमाणी बाहागर हम बाहागर कौन हुए ना कन्या पक्ष गोटे बर पक्ष गोटे दुई पक्ष रही से भितर कन्या पक्ष अन्य गाँव गोटे किए गोटे होते कौ गोटे अन्य गाँ वाला होते आउ बर पक्ष जो गाँव में बाली हुए सी हूँ बर पक्ष से दिन भोजी भात हुए बाहागर हुए जमी आम बाहागर हवा कथा आदिवासी परंपरा रे बाहागर हुए बाहागर है भोजी भात हुए भोजी भात खाई तापर से जो भीमा भीमाणी जो पुराना भीमा भीमाणी था परदिन विसर्जन नहीं कराए। ये जो भीमा भीमाणी कथा मु कहली मुख्यतः कोरापुट जिले 3 प्रकार बाली अच्छी। ये जो 3 प्रकार बाली भर भीमा बाली गोटे माया बाली गोटे आउ गोटे ओषा बाली ये 3टा बाली भीमा बाली कौन भीमा भीमाणी बोले 2टा काठर मूर्ति पोता जाए बाली भटारे तार परंपरा रही जे जो वर्ष
এই বর্ষ আমি পোতিলু যে বর্ষ সে ভীমা ভীমাণী তাকর মুন্ড মিশাই দেবে সেই বর্ষ বালিযাত্রা হব। আউ কিছু জায়গায় এই পরম্পরা আছে কে 3 বর্ষ থরে করতে সে ভীমা ভীমাণী মিশন্তু কিংবা ন মিশন্তু 3 বর্ষরে করবে, কিଏ 5 ବର୍ଷରେ କରନ୍ତି, କିଏ 9 ବର୍ଷରେ କରନ୍ତି, କିଏ 11 ବର୍ଷରେ କରନ୍ତି, ଏମିତି ସବୁ ଅଛି। ଆକୁ ଭୀମାବାଲି ବୋଲି କୁହାଯାଏ। ଆଉ ଗୋଟେ ହେଉଛି ମାୟାବାଲି। ସେଇଠି ଭୀମା ଭୀମାଣୀ ନଥାନ୍ତି, ସେଠି କୌଣସି ମୂର୍ତ୍ତି ନଥାଏ, କିଛି ନଥାଏ। ମାୟାବାଲି କ'ଣ, ସେମାନେ ଖାଲି ନଦୀରୁ ବାଲି ଆଣିବେ ଆଉ ଓପନ୍ କରିବେ, ଯେମିତିକି ଯାହା ପ୍ରୋସେସ୍ ଅଛି 3 ମାସ ଆଗରୁ ଷ୍ଟାର୍ଟ କରିବେ, ବାଲିଯାତ୍ରା ପୂଜା ଷ୍ଟାର୍ଟ କରିବେ। ତାପରେ ଯେମିତି ଆମ ପ୍ରୋସେସ୍ ଅଛି ବାଲି ଆଣିବାର, ବାଲି ଆଣିକି ଗଜା କରିବେ, ସେ ସେମ୍। ତାପରେ ଆଉ ଗୋଟେ ହେଉଛି ଓଷାବାଲି। ମେନ୍ କଥା ହେଉଛି এই যে ওষা বালিটা সাধারণত ভাদ্রব মাসে হয়ে জন্মাষ্টমী পাখাপাখি হয়ে। এই যে জন্মাষ্টমী পাখাপাখিরে যে আমার এই অঞ্চলর কোরাপুট জেলার আন্ডিবাইডেড জেলার যে গৌড় লোক অনেক, পার্টিকুলারলি যে গৌড় লোক অনেক, সেমানে এই ওষা বালিটা তৈরি করে থাকে। ওষা বালিটা কাই করতে, যেহেতু সেমানে শ্রীকৃষ্ণଙ୍କ ভক্ত, জন্মাষ্টমী আপনার এই ওষা বালিকে জন্মাষ্টমী বলে কইপারবে, কিন্তু তা সাংরে কৃষি ভিত্তিক যে আমার যেহেতু এই বালিটা সেই সেম প্রসেসরে সেই বালি গজা করা যায়, সেই বালি গজা চাঙ্গুড়ি নেওয়া যায়, সেই সেম প্রসেসরে সে পূজা হুয়ে। আউ এ 3 প্রকার বালি হচ্ছে আমার কোরাপুট জেলার মুখ্যতঃ প্রচলিত। আউ এই যে বালিযাত্রা সরলা পরে যে ভীমা ভীমাণী, নূয়া ভীমা ভীমাণী তার 5 দিন পরে যোগ পাগ দেখিকি আউ থরে নূয়া ভীমা ভীমাণীকে প্রতিষ্ঠা করে দিয়া যায়। সেই যে বালিভটারে, সেই বালিভটারে যে প্রতিষ্ঠা করে দিয়া যায়, তারপরে তাকে অপেক্ষা করা যায় যে আমার বালিযাত্রা কেবে হব, সে কেবে হব, সে ভীমা ভীমাণী যেবে মিশিবে সেই দিন বালিযাত্রা হব। আউ আসন্তা দিন ମାନଙ୍କ ପାଇଁ বলি আমি সব অপেক্ষা করতাও যে বালিযাত্রা কেমতি হব, কোন হব। ଭୀମା ନାମକ ପୁରୁଷ ମହୁଲ କାଠରେ ମୂର୍ତ୍ତି ତିଆରି କରି ସେହି ଗାଁର ଜାନିଘର ଦାଣ୍ଡ ମୁହଁରେ ସ୍ଥାପନ କରିଥାଏ। 3 ମାସ ପୂର୍ବରୁ ବାଉଁଶ ପାତିଆରେ ତିଆରି ହୋଇଥିବା ବାଲି ଚାଙ୍ଗୁଡ଼ିରେ ଧାନ, ମାଣ୍ଡିଆ, ମକା ଏସବୁ ଶସ୍ୟ ରଖି ବିହନ ବୁଣି ଗଜା କରାଯାଏ। ଗୁରୁମାଇ ବନ୍ଦନା କରୁଥିବା ବେଳେ ଗୋଟିଏ ହାଣ୍ଡିକୁ ବାମ କାଖରେ ଜାକି ଡାହାଣ ହାତରେ ବାଉଁଶର ଧନୁ ଧରି ଏକ ଖଡ଼ିକା ସାହାଯ୍ୟରେ ଶବ୍ଦ ତରଙ୍ଗ ସୃଷ୍ଟି କରି ବନ୍ଦନା କରାଯାଏ। ସେହି ଗାଁର ଝିଅମାନେ କିଛି ଚାଉଳ ଏବଂ ପଇସା ସେଠାରେ ରଖାଯାଇଥିବା ଗଦନା ହାଣ୍ଡିରେ ରଖନ୍ତି। ସେହି ସମୟରେ ଚାଉଳ ନେଇଥିବା ଝିଅମାନଙ୍କ ଉପରେ ହଳଦୀ ଚାଉଳକୁ ଗୁରୁମାଇ ତାଙ୍କ ଉପରେ ପକାଇ ଦିଅନ୍ତି। ସେତେବେଳେ ଝିଅମାନଙ୍କ ଉପରେ ଦେବୀ ସବାର ହୁଅନ୍ତି ଓ ବାଦ୍ୟର ତାଳେ ତାଳେ ନାଚନ୍ତି। ଏହା ଦେଖିବାକୁ ଗାଁର ଲୋକମାନେ ମଧ୍ୟ ସେଠାରେ ଜମିଥାନ୍ତି। ଏହିପରି 3 ମାସ ପର୍ଯ୍ୟନ୍ତ ପୂଜାରୀ ଘରେ ପୂଜା ଉତ୍ସବ ପାଳନ କରାଯାଏ। ଲଙ୍ଗଳ, ଜୁଆଳି, କୋଡ଼ି ଇତ୍ୟାଦି ତିଆରି କରି 3 ମାସ ପର୍ଯ୍ୟନ୍ତ ପୂଜାବିଧି, ନାଚ ଗୀତରେ ପରମ୍ପରା ପାଳନ କରିବା ପରେ ବାଲି ଦିନ ସେସବୁକୁ ମୁଣ୍ଡରେ ବହି ପାରମ୍ପରିକ ବାଜା ସହ ଶୋଭାଯାତ୍ରା କରି ବାଲି ଗୁଡ଼ିକୁ ଯାଇଥାନ୍ତି। ଏହି ଶୋଭାଯାତ୍ରା ସମୟରେ ପ୍ରତ୍ୟେକ ଘର ସାମ୍ନାରେ ନଡ଼ିଆ ଇତ୍ୟାଦି ଭୋଗ ରଖାଯାଏ। ମୋ ନାଁ ଅଛି ଗୁପ୍ତ ପ୍ରସାଦ ଗୌଡ଼। ଜୟନ୍ତୀଗିରିର ବାଲିଯାତ୍ରାର ବହୁତ ଗୋଟେ ବିଶେଷତ୍ୱ ଅଛି। ଯେହେତୁ ରାଜା ରାଜୁଡ଼ା ଅମଳରୁ ଆମର ଏଇଠି ବାଲିଯାତ୍ରା ପ୍ରତ୍ୟେକ 3 ବର୍ଷର ଥରେ ହେଇ ଆସୁଛି। ଏବଂ ଜୟନ୍ତୀଗିରି ବାଲିଯାତ୍ରାର ବିଶେଷତ୍ୱ ଏହା ଯେ ଆମେ ଯେହେତୁ ବାଲିଯାତ୍ରା ପୂଜା ପାଠ ଆମର ବାଲି ହାଣ୍ଡି ବସେଇଲା ଠୁ ଆରମ୍ଭ କରି ବାଲି ରାପିକି ବାଲି ଯିବା ପର୍ଯ୍ୟନ୍ତ 3 ମାସ ପର୍ଯ୍ୟନ୍ତ ଆମର ଗ୍ରାମର ପ୍ରତ୍ୟେକ ଦେବାଦେବୀଙ୍କୁ ପୂଜାପାଠ କରାଯାଏ। ଗ୍ରାମର ଚାଷବାସ ଏବଂ ଗ୍ରାମର ଜନତାଙ୍କର ସୁଖ ସମୃଦ୍ଧି କାମନା କରାଯାଏ। ଏବଂ ଆମର ଜୟନ୍ତୀଗିରି ଗ୍ରାମର 400 ରହିତ ଦୁଃଖୀ ସୁଖୀ ସମସ୍ତେ ଅଛନ୍ତି। ସେହି 400 ଦୁଃଖୀ ସୁଖୀ ରଇତଙ୍କର ଯେଉଁଦିନ ଆମର ବାଲି ରପାଯାଏ, ପ୍ରତ୍ୟେକ ଘରରୁ ବିହନ ମଗାଯାଏ। କିଏ ମାଣ୍ଡିଆ ଦିଅନ୍ତି, କିଏ ଆମର କାନ୍ଦୁଲ ଦିଅନ୍ତି, କିଏ ଧାନ ଦିଅନ୍ତି, ଯିଏ ଯାହା ଘର ବିହନ ଦିଅନ୍ତି। ସେ ବିହନକୁ ଅଣାଯାଏ ଏବଂ ସେ ବିହନକୁ ବାଲିଯାତ୍ରାର ଠିକ୍ 11 ଦିନ ପୂର୍ବରୁ ତାକୁ ବୁଣାଯାଏ ଏବଂ ବୁଣିଲା 11 ଦିନ ପରେ ଆମର ବାଲିଯାତ୍ରାଟା ଉଦଯାପନ କରାଯାଏ। 400 ରହିତ ଦୁଃଖୀ ସୁଖୀ ଅଛନ୍ତି। ପ୍ରତ୍ୟେକ ଘରରୁ ବିହନ ଆସେ, ବାଲି ଚାଙ୍ଗୁଡ଼ା ଆସେ। ଏହା ତ ଆଜି ଆମ ପାଇଁ ବହୁତ ଗର୍ବ ଏବଂ ମାନେ ଭାଷା ନେଇ କହିବା ପାଇଁ ଏତେ ଖୁସିର ଦିନ ଆଜି ଆମ ପାଇଁ। ଏତେ ବଡ଼ ପର୍ବ 400 ଲୋକଙ୍କର ରଇତଙ୍କର
ପ୍ରତ୍ୟେକ ଘରରୁ ଝିଅ ପିଲା ଆସନ୍ତି, ବାଲିଚାଙ୍ଗଡ଼ା ବୁହନ୍ତି, ଗୁରୁମାଇ ଲାଗନ୍ତି, ଲାଠି ଖେଳନ୍ତି ଏବଂ ଆଖପାଖ ଅଞ୍ଚଳର ସମସ୍ତେ ଜନତା ଆସିକି ଏହି ବାଲିଯାତ୍ରାଟିକୁ ସମ୍ପୂର୍ଣ୍ଣ ଉପଭୋଗ କରନ୍ତି। ଏଇଥିପାଇଁ ଆମେ ବହୁତ ଖୁସି ଏବଂ ବହୁତ ଗର୍ବିତ। ରିଲେଟିଭ୍ ତ ନିଶ୍ଚୟ ଆସନ୍ତି ସମସ୍ତଙ୍କ ଘରେ। ଆପଣମାନେ ଦେଖିବେ ଆଜି ପ୍ରତ୍ୟେକ ଘରେ କାହା ଘରେ ଏମିତି ଗୋଟେ ରିଲେଟିଭ୍ ନାହାନ୍ତି, ବନ୍ଧୁବାନ୍ଧବ ଭାଇ ଭଉଣୀ ସମସ୍ତେ ଆସି ପହଞ୍ଚୁଛନ୍ତି। ତା ସହିତ ବି ଆପଣଙ୍କର କେବଡ଼ିଠୁ ଆରମ୍ଭ କରିକିରି ରଣସପୁର, ବିସିଂପୁର, ଆପଣଙ୍କର ଜୟପୁର, ଆମର ଏପଟେ ପଳେଇ ଆସିଲା ନବରଙ୍ଗପୁର ଟୁ ସେକେଣ୍ଡ ବି ଏବଂ କଟପାଡ଼ ପର୍ଯ୍ୟନ୍ତ ବହୁତ ଲୋକ ଆସନ୍ତି ଏବଂ 15,000ରୁ ଉର୍ଦ୍ଧ୍ୱ ଲୋକ ବି ଜନ ସମାଗମ ହେବାର ସମ୍ଭାବନା ବହୁତ। ଶେଷ ଦିନରେ ବର୍ତ୍ତମାନ ଏବେ ଆମର 2:30ରେ ବାଲି ଚାଙ୍ଗୁଡ଼ା ବୋହିକି ଯାଆନ୍ତି, ମା ମାନେ ଭଉଣୀମାନେ ଝିଅମାନେ ସମସ୍ତେ ଯାଆନ୍ତି ଏବଂ ସେଠି ଆମର ବୀମା ଥାଏ। ଗୋଟେ ବାହାଘର ଯାହା ହୁଏ ଶେଷ ଦିନରେ ସେ ବୀମାକୁ ଆମେ ପୁରା ବାହାଘର ରୀତିନୀତି ଯାହା ହୁଏ ସେଇ ବାହାଘର ରୀତିନୀତିରେ ଆମର ସମ୍ପୂର୍ଣ୍ଣ ସମାପନ କରାଯାଏ। ବୀମା ଠାକୁର ଏବେ ଆମର ଅଛନ୍ତି ଠାକୁରାଣୀ ମନ୍ଦିରରେ। ହଡ଼ପାଠୁ ଏବେ ବୀମା ଠାକୁରାଣୀ ଆସିବେ, ଠାକୁରାଣୀ ମନ୍ଦିର ରହିବେ ଏବଂ ସେଠି ବାହାଘରର ଯାହା ହବ, ଗୋଟେ ବାହାଘର ରୀତିନୀତି ଯାହା ହବ ସେଇ ରୀତିନୀତି ଅନୁସାରେ ଆମର ପୂଜାପାଠ ସମସ୍ତ ସମାପନ କରେ। ଦେଖନ୍ତୁ ଯାହା ଘରେ ତ ତାର ବନ୍ଧୁବାନ୍ଧବ ଆସିଛନ୍ତି ସେମାନଙ୍କ ପାଇଁ ବି କରିଥାନ୍ତି ଏବଂ ଆମର ବି ଯେହେତୁ ଆସନ୍ତି ଆମର ପୋଲିସ ଷ୍ଟାଫ୍ ଆସନ୍ତି, ପୋଲିସ ଷ୍ଟାଫ୍କୁ ବି ଆମେ ନିମନ୍ତ୍ରଣ କରିଛୁ, ଆମେ ଜଣେଇଛୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏବଂ ସବୁ କଲେକ୍ଟର ସାର୍ଙ୍କୁ ବି ଜଣାଇବାକୁ ଯାଇଥିଲୁ। ସାର୍ ନଥିଲେ ତଥାପି ଆମେ ଆମର ଆପ୍ଲିକେସନ୍ ଦେଇକିରି ଆସିଛୁ। କରେଣ୍ଟ ଆମର ଲାଇନମ୍ୟାନ୍ ଷ୍ଟାଫ୍ ଅଛନ୍ତି ଏବଂ ବାଜାବାଲା ଅଛନ୍ତି, ସେମାନଙ୍କ ପାଇଁ 200ରୁ 300 ଲୋକ ପାଇଁ ସାମୂହିକ ଭାବେ ଖାଇବା ବ୍ୟବସ୍ଥା କରାଯାଏ। ଆପଣ ଯେଉଁ ଇତିହାସ କଥା କହୁଛନ୍ତି, ମାନେ ମୁଁ ତ ଜନ୍ମ ନାହିଁ, ମୋ ବାପାଙ୍କର ମୋ ଜେଜେବାପାଙ୍କର 75 ବର୍ଷରୁ ଉର୍ଦ୍ଧ୍ୱ ହେଇଯିବ ବାଲିଯାତ୍ରା ଚାଲି ଆସିଛି। ପ୍ରତ୍ୟେକ 3 ବର୍ଷ ଥରେ ଚାଲି ଆସିଛି। କୌଣସି କାରଣବଶତଃ ହେଇପାରିନଥିଲା, 9 ବର୍ଷ ହେଇଗଲା। ତେଣୁକରି ଆମେ ବହୁତ ଗର୍ବିତ ଏବଂ ବହୁତ ଐତିହାସିକ ବୋଲି ଭାବୁଛୁ ଆମେ। 9 ବର୍ଷରେ ଏଇ ହେଉଛି ନହେଲେ କିନ୍ତୁ ପ୍ରତ୍ୟେକ 3 ବର୍ଷ ହୁଏ। କୌଣସି କାରଣବଶତଃ ହେଇପାରିନଥିଲା କିନ୍ତୁ ଏ ବର୍ଷ ହେଉଛି। ଆମେ ବହୁତ ଖୁସି, ବହୁତ ଗର୍ବିତ। ଆମର 400 ଚାଙ୍ଗୁଡ଼ି ରହିବ, ପ୍ରତ୍ୟେକ ଘରରୁ 400 ଚାଙ୍ଗୁଡ଼ି ଆସେ। ରହିତ ପ୍ରତ୍ୟେକ ଘରରୁ ଗୋଟେ ଚାଙ୍ଗୁଡ଼ି ଆସେ। ଆମର ମା ମାନେ ବୁହନ୍ତି, ଝିଅମାନେ ବୁହନ୍ତି, ଭଉଣୀମାନେ ବୁହନ୍ତି, ଭାଉଜମାନେ ବୁହନ୍ତି, ପ୍ରତ୍ୟେକ ଘରର ଝିଅ ପିଲା ମହିଳାମାନେ ବୁହନ୍ତି। ଆଉ ଆମର ପୁରୁଷ ଭାଇମାନେ କାମୁକ ବଜାନ୍ତି, ଢାପୁ ବଜାନ୍ତି, ସେ ବି 400 ଲୋକ ବାହାରନ୍ତି। ପ୍ରତ୍ୟେକ ଘରରୁ ଗୋଟେ ଗୋଟେ ଟାମକ ଆସିବେ, ଗୋଟେ ଗୋଟେ ବାଲିଚାଙ୍ଗୁଡ଼ି ବୁହିବେ। ହଁ ସାର୍, ସମସ୍ତଙ୍କ ଘରେ ନାଇଁ ସାର୍, ପ୍ରଶାସନକୁ ବାହାରୁ ଆମର ଦରକାର ନାହିଁ। ଆମର 400 ଟାମକ ବି ଅଛି, ଟାମକ ବାଦ୍ୟ ଅଛି, ପୁରୁଣା ବାଦ୍ୟ। ତଥାପି ଆମେ ମାଡ଼ିଆ ନାଟ କରିଛୁ, ଆମର କୁଣ୍ଡେଇ ନାଚ କରିଛୁ। ସାର୍ କଣ୍ଢେଇ ନାଚଟା ଆମର କେନ୍ଦୁଗୁଡ଼ାରେ ଆସୁଛି ଆଉ ମାଡ଼ିଆ ନାଟଟା ଆସୁଛି ଆମର ନଗରନାରୁ। ସାର୍ ମାଡ଼ିଆ ନାଟଟା 15,000 ନେଉଛନ୍ତି, କୁଣ୍ଡେଇ ନାଚଟା 8,000 ନେଉଛନ୍ତି। ସାର୍ ଆମେ ଗୋଟେ ଆନୁମାନିକ ହିସାବଟା କରିଥିଲୁ 2.5 ଲକ୍ଷ ବୋଲି, କିନ୍ତୁ ଏବେ ଯେ ଆମକୁ ଅନୁମାନକୁ ଆସିଲାଣି 3 ଲକ୍ଷ ପ୍ଲସ୍ ହେଇଯିବ ସାର୍। ହଁ ସାର୍, ଯିଏ ବି ଆମର ଗାଁ ବାଲାର ରହିତ ଦୁଃଖୀ ବି ଦିଅନ୍ତି ଏବଂ ଆମର ଯେଉଁ ଇଣ୍ଡଷ୍ଟ୍ରିଜ୍ ଅଛି, ଆମର କାଜୁ ମିଲ୍ ଅଛି, ରାଇସ୍ ମିଲ୍ ଅଛି, ପ୍ରତିଷ୍ଠିତ ବ୍ୟକ୍ତିମାନେ ବି ଅଛନ୍ତି, ବହୁତ ଭଦ୍ର ବ୍ୟକ୍ତି ଅଛନ୍ତି ଯେଉଁମାନେ ଯଥାଶକ୍ତି ଯିଏ ଯାହା ସାହାଯ୍ୟ କଲେ ସାର୍। କୌଣସି ଲୋକଙ୍କୁ ଡିମାଣ୍ଡ ନାହିଁ ସାର୍। ନିଶ୍ଚୟ ସାର୍, ସେଇଟା ଆମର ସମ୍ପୂର୍ଣ୍ଣ ବିଷୟ। ଯେହେତୁ ଆମେ ଚାଷୀ ପରିବାରରେ ଆସିଛୁ, ଆମର ବାଲିଯାତ୍ରା କରିବାର ମହତ୍ତ୍ୱ ହେଉଛି ଆମେ ଯେଉଁ ବର୍ଷ ବାଲିଯାତ୍ରା କରିବୁ ସମସ୍ତଙ୍କର ଫସଲ ଭଲ ହୁଏ, ସମସ୍ତଙ୍କର ଘରେ ସୁଖ ସମୃଦ୍ଧି ରୁହେ, ସମସ୍ତଙ୍କର ଶାନ୍ତି ରୁହେ। ବାସି ବାଲି ଦିନ ବାହାଘର କରାଯାଏ। ଦୂର ଦୂର ଗାଁର ଲୋକମାନେ ମଧ୍ୟ ଆସି ଗୁଡ଼ିରେ ଜମା ହୁଅନ୍ତି ଏବଂ ପ୍ରବଳ ଭିଡ଼ ସେଠାରେ ଦେଖାଯାଏ। ଦୋକାନ ବଜାର ସବୁ ବସିଥାଏ। ପିଲାମାନଙ୍କ ପାଇଁ ଖେଳନା, ଖାଇବା ସାମଗ୍ରୀ ସବୁ ସେଠାରେ ମିଳେ।
ଆମର ଯେଉଁ ଏଇ ଅଞ୍ଚଳର ଆଦିବାସୀ କୁହନ୍ତୁ ଅଣ ଆଦିବାସୀ କୁହନ୍ତୁ କି ସମସ୍ତେ ସବୁ ପବ୍ଲିକ ଏଠିର ଏଇ ଅଞ୍ଚଳର ଯେଉଁମାନେ ବସବାସ କରନ୍ତି ସେମାନେ ଗୋଟେ ଟ୍ରାଡିସନାଲି ଡ୍ରେସ୍ ପତ୍ର ପିନ୍ଧୁଥିଲେ। ଧରନ୍ତୁ ଖୋସା ଲଗାଇଲେ, ଖୋସା ଉପରେ ଫୁଲ ପିନ୍ଧିଲେ, ଇଏ ପିନ୍ଧିଲେ, ଆମର ଯେଉଁ କ୍ଲିପ୍ ଲଗାଇଲେ। ତାପରେ ଯେଉଁ ଆମର ଗୋଟେ ବାଲିଯାତ୍ରା ଗୋଟେ ବହୁତ ବଢ଼ିଆ ଜିନିଷଟା ଥିଲା, ମୁଁ ଆଜିକାଲି ଆଉ ସେଟା ଦେଖିପାରୁନି। ସେ ଯେଉଁ ଫୁଲ କାଗଜ ଫୁଲ ଗୋଟେ ଦଣ୍ଡାରେ ଏମିତି ଭର୍ତ୍ତି କରି ନିଆଯାଏ। ଭର୍ତ୍ତି କରି ଯେତେବେଳେ ବାଲି ଯାଉଥିବ ସେ ଫୁଲ ଗୋଟେ ଗୋଟେ ସମସ୍ତଙ୍କୁ ଦିଆଯିବ, ସେ କାଗଜ ଫୁଲ ଦିଆଯିବ। କିନ୍ତୁ ଆଜିକାଲି ଆଉ ସେଇଟା ଆମର ଆଧୁନିକତାରେ ଲିଭିଗଲାଣି, ଆଉ ହୋଇପାରୁନି। ଆଉ ସବୁଠୁ ବଡ଼ କଥା ହେଲା ଆମର ଯେଉଁ ଆଧୁନିକତା ଯେତେବେଳେ ଆମ ଭିତରେ ପଶିଗଲାଣି, ଆମର ଲାଇଫ୍ ଭିତରେ ପଶିଗଲାଣି, ତ ଆଜିକାଲି ସେଇ ଯେଉଁ ଡ୍ରେସ୍ ପତ୍ର ଯେଉଁ ଆମର କୋରାପୁଟ ଲୋକଙ୍କର ଯେଉଁ ପୁରୁଣା ଡ୍ରେସ୍, ପୁରୁଣା ଶାଢ଼ୀ, ପୁରୁଣା ଲୁଗା ପିନ୍ଧା, ପୁରୁଣା ଅଳଙ୍କାର ଏସବୁ ଆଉ ଦେଖାଯାଉନି। ଆଜି ସମସ୍ତେ ବାଲିଯାତ୍ରା ମାନେ ସମସ୍ତେ ଯେଉଁ ଆଧୁନିକ ଡ୍ରେସ୍ ଅଛି, ଆଧୁନିକ ଯେଉଁ ପ୍ରସାଧନ ଅଛି ତା ଉପରେ ସମସ୍ତେ ଚାଲିଲେଣି। କିନ୍ତୁ ଏବେ ବି କିଛି କିଛି ସମୟରେ ଲାଗେ ଯେ ସେଇ ଯେଉଁ ପୁରୁଣା ଟ୍ରାଡ଼ିସନ୍ ଆମ ଭିତରେ କିଛି ନା କିଛି ବଞ୍ଚିଛି, ସବୁ ତ ଟୋଟାଲ୍ ମରିଯାଇନି। ଧରନ୍ତୁ ବାଲିଯାତ୍ରାଟା ଏଇଠି ତ ଟ୍ରାଡ଼ିସନ୍, ଏଇ ଟ୍ରାଡ଼ିସନ୍ ଅନୁସାରେ ହିଁ ହୁଏ। ବିନା ଗୁରୁମାଇରେ ହୁଏ ନାହିଁ, କି ବିନା ଡିସାରରେ ହୁଏ ନାହିଁ, କି ବିନା ବାଲି ଚାଙ୍ଗୁଡ଼ିରେ ହୁଏ ନାହିଁ। ସେଇଟା ଗୋଟେ ଅଛି ଟ୍ରାଡ଼ିସନାଲ ଆମର ଅଛି। ତାପରେ ସେଇ ଜିନିଷ ଯେଉଁ ବାଲିଯାତ୍ରାରେ ଯେଉଁ ଆଧୁନିକତା ପଶିବା କଥା କହୁଛି, ଆଧୁନିକତାରେ ଆଗ କ'ଣ ହେଉଥିଲା, ଏଇ ନାଟ ଯେଉଁ କରୁଥିଲେ, ନାଟକ କରୁଥିଲେ, ଏଇସବୁ ଜିନିଷ ଯାକ ଆମର ଟ୍ରାଡ଼ିସନାଲି ସବୁ ନାଟ ହେଉଥିଲା। ବର୍ତ୍ତମାନ ସେଇଟା ଆଉ ଦେଖିବାକୁ ମିଳୁନାହିଁ। ଯେଉଁଟାକି ଆମର ଅପେରା ଷ୍ଟାଇଲରେ ସବୁ ନାଟ ଚାଲିଛି କିମ୍ବା ଫିଲ୍ମ ଷ୍ଟାଇଲରେ ସବୁ ନାଟ ଚାଲିଛି, ଯେଉଁଟାକି ଆମର ଏଇ ଯେଉଁ ଆଦିବାସୀ ସଂସ୍କୃତି କି ଦେଶୀୟ ସଂସ୍କୃତି କହିବା ଆମେ, ଏଇ ସଂସ୍କୃତିକୁ କେଉଁଠି ନା କେଉଁଠି ଟିକେ ଆଘାତ ପହଞ୍ଚଉଛି। ସେ ଜିନିଷଟା ଟିକେ ବହୁତ କଷ୍ଟ ଲାଗୁଛି। ମୁଁ ଅନୁରୋଧ କରିବି ଆମର କୋରାପୁଟିଆ ଲୋକଙ୍କୁ ଯେ ଆମର ପରମ୍ପରାଟାକୁ ଆମେ ବଜେଇକି ରଖିବା, ଆମର ପରମ୍ପରାଟାକୁ ଆମେ ବୁଡ଼େଇ ଦେବାନି। ଆଧୁନିକତା ଯେତେ ଆସୁ କିନ୍ତୁ ଆମେ ନିଜକୁ ନିଜେ କେଉଁଠି ଗର୍ବ କରିବା, ଯେଉଁଠି ଆମର ସଂସ୍କୃତି, ଯେଉଁଠି ଆମର ପରମ୍ପରା, ଯେଉଁଠି ଆମର ବେଶଭୂଷାରେ ଦେଖାଯିବ ଯେ ଠିକ୍ ଏଇ ଲୋକଟା ଯିଏ ବାହାରେ ଦେଖିଲେ ବି କହିଦେବ ଯେ ଏଇ ଲୋକଟା କୋରାପୁଟିଆ। ତ ସେଇ ପରିଚୟ ଆଣିବାକୁ ମୁଁ ଚେଷ୍ଟା କରୁଛି, ଆଉ ସମସ୍ତଙ୍କୁ ଅନୁରୋଧ ବି କରୁଛି। ବାଲିଯାତ୍ରା କେବଳ ଯେ ଭକ୍ତି ଆଉ ପରମ୍ପରାର ପର୍ବ ତା ନୁହଁ, ବରଂ ସମସ୍ତଙ୍କୁ ଏକାଠି କରିବାର ଏକ ମିଳନ ସ୍ଥଳ। ମାଙ୍କ ଆଶୀର୍ବାଦ ନେଇ ଆମେ ଗାଁରୁ ବାହାରି ପଡ଼ିଲୁ, ଏହି କାମନା ସହିତ ଯେ ପିଢ଼ି ପରେ ପିଢ଼ି ଆସୁ, କିନ୍ତୁ ଏହି ପରମ୍ପରା ନ ବଦଳୁ। ଆଧୁନିକତାର ମଲାଟରେ ଆଦିବାସୀ ପରମ୍ପରା ଓ ସଂସ୍କୃତି ସବୁଦିନ ପାଇଁ ଏମିତି ରହୁ।